ଏଇଟା ସାଙ୍ଗମାନେ ପଖାଳ ସାଙ୍ଗକୁ ଏଇଟା ବି ଘରୁ ଆସିଛି। ମୋ ବୋଉ ଏଇଟା ପଠେଇଛି ପଖାଳରେ ପକେଇକି ଖାଇବା ପାଇଁ। ଭାରି ଟେଷ୍ଟି ନା ପଖାଳ ସାଙ୍ଗରେ ଏଇଟା। ଦେଖନ୍ତୁ ଆମ ଗଛରୁ ଏଇଟା ବୋଉ ତୋଳିକି ଦେଇଛି। ସାଙ୍ଗମାନେ ଏବେ ବହୁତ ଖରା ଲାଗିଲାଣି। ଖରା ଦିନରେ ପଖାଳ ଖାଇବାକୁ ଭଲ ଲାଗେ। ତେଣୁ ମୁଁ ଆଜି ପଖାଳ ସାଙ୍ଗରେ କ'ଣ ସବୁ ଖାଇବା କରିଛି ଆସନ୍ତୁ ଦେଖିବା। ଦେଖନ୍ତୁ ମୁଁ ପଖାଳରେ ଆମ୍ବ ଡୋଳା ସବୁ ଆମ୍ବ ଭାଙ୍ଗିକି ପକେଇ ଦେଇଛି, ବାସ୍ନା ହବ ବୋଲି। ବଢିଆ ବାସ୍ନା ହଉଛି। ଭେଣ୍ଡି ଭଜା କରିଛି, କେବଳ ରସୁଣ ଆଉ କଞ୍ଚା ଲଙ୍କା ଛେଚିକି ଭେଣ୍ଡି ଭଜା କରିଛି। ବଡି ଭଜାଟା ସ୍ପେଶାଲ ଅଛି। ଏ ବଡି ମୋ ବୋଉ ଏ ବଡି ତିଆରି କରିଦେଇଛି। ଏ ବଡିରେ ମଗଜ ଆଉ ଧଳା ରାଶି ପଡ଼ିକି ଏ ବଡି ହେଇଛି। ବଡି ଭଜା ଅଛି, କାକୁଡି ଅଛି, କଞ୍ଚା ଲଙ୍କା ଲୁଣ ଅଛି, ଏଇଟା ଶାଗ ଭଜା ଅଛି, କଳମ ଶାଗର ଭଜା ଅଛି, ଆମ୍ବ ଚଟଣି ଅଛି। ସାଙ୍ଗମାନେ ଭାରି ଟେଷ୍ଟି ନା ଆମ୍ବ ଚଟଣି। ଏଇଟା କଲରା ଭଜା ଅଛି, ଆଉ ଏଇଟା ମୁଁ କଖାରୁ ଫୁଲରେ ବନେଇଛି, କଖାରୁ ଫୁଲର ବରା। ଭାରି ଟେଷ୍ଟି। କିନ୍ତୁ ଏମିତି କଖାରୁ ଫୁଲରେ ବନେଇଲେ ଖୁବ କମ ଜିନିଷ ଦିଆ ହେଇକି ଏଇ ବରାଟା ମୁଁ ତିଆରି କରିଛି। ଭାରି ଟେଷ୍ଟି ଖାଇବା ଅଛି ଆଜିର ପଖାଳ। କହିବାର କଥା ହଉଛି ସାଙ୍ଗମାନେ, ବୋଉ ହାତ ପରସା ଅତୁଳନୀୟ। କିନ୍ତୁ ସେ ସ୍ତ୍ରୀ ହେଉ ବା ଝିଅ ବା ଭଉଣୀ, ଯିଏ କେହି ହୁଅନ୍ତୁ, ଯେତେବେଳେ ସେମାନେ ଖାଦ୍ୟ ପରସି ଦିଅନ୍ତି, ସେ ଖାଦ୍ୟରେ ସତରେ ଗୋଟେ ନିଆରା ମିଠାପଣ ଥାଏ। କାହିଁକି ଜାଣିଛନ୍ତି? ନାରୀ ହାତରେ ବା ନାରୀ ଦେହରେ ଅନ୍ନପୂର୍ଣ୍ଣା ଥାନ୍ତି। ତେଣୁ ସେ ମା ହୁଅନ୍ତୁ ବା ସ୍ତ୍ରୀ, ଭଉଣୀ ହୁଅନ୍ତୁ ବା ଝିଅ, ଯିଏ କେହି ଖାଦ୍ୟ ପରସି ଦିଅନ୍ତି, ସେ ଖାଦ୍ୟକୁ ଖାଉଥିବା ଲୋକ ମଧ୍ୟ ଆତ୍ମତୃପ୍ତି ଲାଭ କରେ। ତେଣୁ ଏଇ ହାତ ପରସା ଖାଇବା ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିତ ଜଣାଇବେ। ପଖାଳ ସହିତ କ'ଣ କ'ଣ ସବୁ ଅଛି? ଟେଷ୍ଟି ଆମ୍ବ ଚଟଣି, ଖରା ଦିନ ପାଇଁ ସୁଆଦିଆ ଖାଇବା। ଆସନ୍ତୁ ମୁଁ ଖାଉଛି, ଆପଣମାନେ ମଧ୍ୟ ଖାଇବା ଆରମ୍ଭ କରନ୍ତୁ।